ଆପଣ ବ୍ୟାଙ୍କରେ ଚାକିରି କରିବା ପାଇଁ ଇଚ୍ଛୁକ କି? ତାହେଲେ ଇଚ୍ଛୁକ ଆଜିର ଭିଡ଼ିଓ ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ମୁଁ ଡିଟେଲ୍ ଡିସ୍କସନ୍ କରିବି ଏମିତି ଏକ ବ୍ୟାଙ୍କର ଜବ୍ ବାହାରିଛି, ତାହା 5000 ପୋଷ୍ଟ 5000 ପୋଷ୍ଟ ବାହାରିଛି ଏବଂ ନିଜ ନିଜ ବ୍ଲକରେ ପୋଷ୍ଟିଂ ଅଛି। ତାହାର ପରୀକ୍ଷା ବହୁତ ସହଜ ଏବଂ ଆପଣମାନେ ସହଜରେ ଆବେଦନ କରିପାରିବେ। ପ୍ରଥମେ ତା'ର ଅଫିସିଆଲ୍ ୱେବସାଇଟ୍ ଦେଖିବା ଏବଂ ଆପଣମାନେ କ'ଣ କରିବେ, ନିଜର ମୋବାଇଲ୍ ହେଉ କି ଲ୍ୟାପଟପ୍ କମ୍ପ୍ୟୁଟର ଯାହା ବି ଥିବ, ଆପଣମାନେ ନିଜର କ୍ରୋମ୍ ବ୍ରାଉଜର୍ ହେଉ, ଫାୟାରଫକ୍ସ ହେଉ, ଗୁଗଲ୍ କ୍ରୋମ୍ ଯାହା ଓପେନ୍ କରିବେ। ଏଠି ସର୍ଚ୍ଚ କରିବେ PNB। ଯେତେବେଳେ ଆପଣମାନେ PNB ସର୍ଚ୍ଚ କରିବେ, ପ୍ରଥମ ଲିଙ୍କ ଆସିବ, ସେଠି ଟଚ୍ କରିବେ। ଡିଟେଲ୍ ମୁଁ ଡିସ୍କସନ୍ କରିବି ତା'ର ସାଲାରୀ, ଏଜୁକେସନାଲ୍ କ୍ୱାଲିଫିକେସନ୍ ଏବଂ ତା'ର ପୋଷ୍ଟିଂ କେଉଁଠି ପାଇବେ ତାହା ମୁଁ ଡିଟେଲ୍ ଡିସ୍କସନ୍ କରିବି। ଆବେଦନ ତାରିଖ। ତେଣୁ ଆପଣ ଭିଡ଼ିଓକୁ ସ୍କିପ୍ କରନ୍ତୁ ନାହିଁ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏଠି ତା'ର ଅଫିସିଆଲ୍ ୱେବସାଇଟ୍। ତା'ର PDF ଆପଣ କେମିତି ପାଇବେ? ପ୍ରଥମେ ଆପଣ କେମିତି ଆବେଦନ କରିବେ? ଏଠି ତା'ର ଅନଲାଇନ୍ ଆପ୍ଲାଏ ଅନଲାଇନ୍ର এটা ହେଉଛି ପୋଷ୍ଟ ବାହାରିଛି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ତରଫରୁ। ପୋଷ୍ଟ ବାହାରିଛି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ତରଫରୁ। ତା'ର ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ତରଫରୁ ପୋଷ୍ଟ ବାହାରିଛି। ତଳକୁ ଟିକେ ଆପଣମାନେ ସ୍କ୍ରଲ୍ କରିବେ। ତଳକୁ ସ୍କ୍ରଲ୍ କଲା ପରେ ଏଇଠି ପାଇବେ ରିକ୍ରୁଟମେଣ୍ଟ। এই জায়গাରେ କ୍ଲିକ୍ କରିବେ। ରିକ୍ରୁଟମେଣ୍ଟ ଜାଗାରେ ଯେତେବେଳେ ରିକ୍ରୁଟମେଣ୍ଟ ଜାଗାରେ କ୍ଲିକ୍ କରିବେ, ତାହା ଅଫିସିଆଲ ନୋଟିଫିକେସନ୍ ବା ରିକ୍ରୁଟମେଣ୍ଟର PDF ଆପଣଙ୍କୁ ପ୍ରୋଭାଇଡ଼ କରାଯିବ। ଏଠି ତା'ର ପୋଷ୍ଟ ବାହାରିଛି। ଏଠି engagement of apprentices in Punjab National Bank under the Apprentices Act 1961 for the FY 2025 ଏବଂ 26ର ଡେଟ୍ ପବ୍ଲିଶ ହେଇଛି 9 ଫେବୃଆରୀ 2024 9ଟା AM ବହୁତ ଅଛି। ତା'ର ହିନ୍ଦୀର ମଧ୍ୟ ଆଡ଼ଭର୍ଟାଇଜମେଣ୍ଟ ଅଛି, ଇଂଲିଶର ମଧ୍ୟ ଅଛି। ଆମେ ତା'ର ଇଂଲିଶର ଡିସ୍କସନ୍ କରିବା। ପ୍ରଥମେ ଏଇ ଜାଗାରେ କ୍ଲିକ୍ କରିବେ। ଏଠି କ୍ଲିକ୍ କଲା ପରେ ତା'ର ଡିଟେଲ୍ PDF ସବୁ ଡାଉନଲୋଡ଼ ହେବ। PDF ମୁଁ ଡାଉନଲୋଡ଼ କରୁଛି। ତାହା ଅଫିସିଆଲ ଡିଟେଲ୍ ମୁଁ ଡିସ୍କସନ୍ କରୁଛି। ତେଣୁ ଆପଣମାନେ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ସେମାନେ ମଧ୍ୟ କିଛି ଜାଣିପାରିବେ। ଏଠି ତା'ର ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ତରଫରୁ ବାହାରିଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ତରଫରୁ ତା'ର ପ୍ଲଟ୍ ନମ୍ବର, ସେକ୍ଟର, ତା'ର ନ୍ୟୁ ଦିଲ୍ଲୀ। ପ୍ରଥମେ ଦେଖିବା ଆବେଦନ ତାରିଖ। ଆବେଦନ ତାରିଖ ହେଉଛି 8/2/2024 ସୁଦ୍ଧା। ତାପରେ ଲାଷ୍ଟ ଡେଟ୍ ହେଉଛି 24/2/2024। ଏକ୍ଜାମ୍ ହେବ କେବେ? ମାର୍ଚ୍ଚ ମାସରେ ଫାର୍ଷ୍ଟ ୱିକ୍ରେ ଏକ୍ଜାମ୍ ହେବ ଏବଂ ଆଡ଼ମିଟ୍ କାର୍ଡ଼ ମଧ୍ୟ ଆସିବ। ଇଲିଜିବିଲିଟି କ୍ରାଇଟେରିଆ, କଟ୍ ଅଫ୍ ଡେଟ୍ ଫର୍ ଏଜ୍ ଆଣ୍ଡ କ୍ୱାଲିଫିକେସନ୍ ଡିଟେଲ୍ ଆପଣ ଡିସ୍କସନ୍ କରିବା। ଏଟା ଡିଟେଲ୍ ଡିସ୍କସନ୍ କରିବା। ଇଲିଜିବିଲିଟି କ୍ରାଇଟେରିଆ, ଏହି ପୋଷ୍ଟକୁ ଇଣ୍ଡିଆ ଲୋକ ମଧ୍ୟ ପକାଇ ପାରିବେ, ନେପାଳ ଲୋକ ମଧ୍ୟ। ଭୁଟାନ, ସବଜେକ୍ଟ ଅଫ୍ ନେପାଳ, ସବଜେକ୍ଟ ଅଫ୍ ଭୁଟାନ। ତାପରେ ଯେଉଁମାନେ
1962 ଯଦି ଆମ ଭାରତକୁ ଆସିକି ରହିଛନ୍ତି ସେହି ଦେଶ ଲୋକ ମଧ୍ୟ ପକାଇ ପାରିବେ ଏହି ପୋଷ୍ଟକୁ। କାଟାଗୋରୀ ଦେଖିବା, ST SC ମାନଙ୍କର 5 ବର୍ଷ ରିଲାକ୍ସେସନ୍ ଅଛି ଏଜ୍ର। ତାପରେ ଅଦର ବ୍ୟାକୱାର୍ଡ଼ କ୍ଲାସ୍ ମାନଙ୍କର 3 ବର୍ଷ, ପର୍ସନ୍ ୱିଥ୍ ଡିଜାବିଲିଟି ଯେଉଁମାନେ ବିକଳାଙ୍ଗଙ୍କର 10 ବର୍ଷ ରିଲାକ୍ସେସନ୍ ଅଛି। ଏବଂ ୱିଣ୍ଡୋ ବିଧବ ମାନଙ୍କର ମଧ୍ୟ ତାଙ୍କର କାଟାଗୋରୀ ଅନୁସାରେ ତାଙ୍କର 40 ବର୍ଷ, ତାର 35 ବର୍ଷ, 38 ବର୍ଷ ପର୍ଯ୍ୟନ୍ତ ଅଛି। ବୟସ ଆମର ଏଜ୍ ଲିମିଟ୍ ହେଉଛି 20 ବର୍ଷ ଏବଂ 28 ବର୍ଷ ହୋଇଥିଲେ ଆପଣମାନେ ଆବେଦନ କରିପାରିବେ। 20ରୁ 28 ବର୍ଷ। 1/1/2024 ସୁଦ୍ଧା ଯଦି ଆପଣମାନେ ବୟସ ହେଇଥିବ 20 ବର୍ଷ, ଏଠି ଲେଖିଛି ତାର ବୟସ 1/1/2024 ସୁଦ୍ଧା ଯଦି ଆପଣଙ୍କର ଏଜ୍ ଏବଂ କ୍ୱାଲିଫିକେସନ୍ ଯଦି ଆପଣମାନେ ହେଇଥିବ ତାହେଲେ ଆପଣମାନେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ମୁଁ ତ ପ୍ରଥମେ ୱେବସାଇଟ୍ କେମିତି ଓପେନ୍ କରାଯିବ ଡିଟେଲ୍ ଜଣାଇଲି। ନେକ୍ସଟ ଦେଖିବା କ୍ୱାଲିଫିକେସନ୍। କ୍ୱାଲିଫିକେସନ୍ ହେଉଛି ଯୋଗ୍ୟତା ହେଉଛି ମାତ୍ର ଆପଣମାନେ +3 ଯଦି ପାସ୍ କରିଥିବେ ଯେକୌଣସି ଷ୍ଟ୍ରିମ୍ରେ ଏହି ପୋଷ୍ଟକୁ ଆବେଦନ କରିପାରିବେ। +3 ଏଇଟା ହେଉଛି ମୁଁ ବାରମ୍ବାର କହୁଛି, ଏଇଟା ଗୋଟେ ବର୍ଷ ପାଇଁ ଏଇଟା ହେଉଛି ଟ୍ରେନିଂ ସ୍କିମ୍ର ନ୍ୟାସନାଲ୍ ଆପ୍ରେଣ୍ଟିସସିପ୍ ଟ୍ରେନିଂ ସ୍କିମ୍ର ଏଇଟା ଗୋଟେ ବର୍ଷ ପାଇଁ ଆପଣଙ୍କୁ ଦିଆଯିବ। ତାର ସାଲାରୀ ଦେଖିବା, ସିଟ୍ ମଧ୍ୟ ଅଛି, ସାଲାରୀ ଦେଖିବା, ସବୁ ମୁଁ ଡିଟେଲ୍ କହିବି, ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତାର ଟ୍ରେନିଂ ସିଟ୍ ସବୁ ଏଠି ଅଛି, କେତେ ପୋଷ୍ଟ କ'ଣ, କେଉଁ ରାଜ୍ୟରେ କେତେ ପୋଷ୍ଟ, ସବୁ ଆସାମ, ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ଗୋଆ, ଗୁଜୁରାଟ, ଓଡ଼ିଶାରେ ମଧ୍ୟ ଅଛି। ମୁଁ ଦେଖାଉଛି ରୁହ, ଓଡ଼ିଶାରେ କୋଡ଼ଗୁରା, ଓଡ଼ିଶାରେ ମଧ୍ୟ ଅଛି ବାଲେଶ୍ୱର, ବେରାମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର, ଏହିପରି ସବୁ ଏଠି ତାର ଓଡ଼ିଶାର 142ଟି ଟୋଟାଲ୍ ପୋଷ୍ଟ ଅଛି। ସବୁ ଷ୍ଟେଟ୍ରେ ଆପଣ ପକାଇ ପାରିବେ, ଆଉଟ୍ ଅଫ୍ ଷ୍ଟେଟ୍ରେ ମଧ୍ୟ ପକାଇ ପାରିବେ। ଏଠି କାଟାଗୋରୀ ଅନୁସାରେ ସବୁ ମେନସନ୍ ହେଇଛି। ନେକ୍ସଟ ଦେଖିବ ତାର ସାଲାରୀ ଦେଖିବା। ଯଦି ଆପଣମାନେ ରୁରାଲ୍, ସେମି ଅର୍ବାନ୍, ତାପରେ ଅର୍ବାନ୍ ଜାଗାରେ ଯଦି ଚାକିରି କରିବା ପାଇଁ ତାହେଲେ 12,300 ଟଙ୍କା ଦିଆଯିବ। ତାପରେ ମେଟ୍ରୋରେ ଯଦି ଟାଉନ୍ ଚାକିରି ଆପଣମାନେ ଯଦି ଚାକିରି କରିବେ 15,000 ଟଙ୍କା ଦିଆଯିବ। ଏଇଟା ହେଉଛି ଗୋଟେ ବର୍ଷ ପାଇଁ ପିରିୟଡ଼ ଟ୍ରେନିଂ। ଆପଣ କିଛି ଜାଣିପାରିବେ ସେଠି, ଯେଉଁମାନେ ବେକାର ଅଛ, ମନେକର ଏବେ କେରଳ କୁଆଡ଼େ ଯାଉଛନ୍ତି, ଆପଣମାନେ ଏଇ ଜାଗାରେ ପକାନ୍ତୁ ଜବ୍ଟି। ଆବେଦନ ତାରିଖ କହିଲି, ମୁଁ ଶେଷ ତାରିଖ ମଧ୍ୟ କହିଲି, ୱେବସାଇଟ୍ ମଧ୍ୟ କହିଲି। ଡକୁମେଣ୍ଟ ଆପଣମାନେ 10th, +2, +3 ସବୁ ଦରକାର ହେବ। ଟୋଟାଲ୍ ଫି ଏଠି ଲାଗିବ ଏତିକି। ତାର କାଟାଗୋରୀ ଅନୁସାରେ ମେନସନ୍ ହେଇଛି, ST SC ମାନଙ୍କର ଏଠି ସବୁ ତାଙ୍କର ଫିର ସବୁ ଲାଗିବ। ସିଲେକ୍ସନ୍ ପ୍ରୋସେସ୍ ହେଉଛି ଗୋଟେ ମାତ୍ର ପରୀକ୍ଷା ହେବ, ଏଠି ତାର 100 ମାର୍କ, 100ଟି। ସବୁ ତ ମୁଁ ଡିଟେଲ୍ କହିଲା ଆଉ କିଛି ବାକି ନାହିଁ। ଏଇଟା ଗୋଟେ ଆମ ଓଡ଼ିଶାରେ ମଧ୍ୟ ଏକ୍ଜାମ୍ ସେଣ୍ଟର କଟକ, ଭୁବନେଶ୍ୱରରେ ଆପଣମାନେ ଏକ୍ଜାମ୍ ସେଣ୍ଟର ଦେଇପାରିବେ। ଡିଟେଲ୍ ଜାଣିପାରିଲେ, ଯେଉଁମାନେ ଇଚ୍ଛୁକ ବ୍ୟାଙ୍କରେ ଚାକିରି କରିବା ପାଇଁ ସେୟାର କରନ୍ତୁ ସାଙ୍ଗସାଥିମାନଙ୍କୁ। ଯଦି ଆପଣ ପ୍ରଥମ ଥର ୟୁଟ୍ୟୁବ୍ ଚ୍ୟାନେଲ୍ ଭିଡ଼ିଓକୁ ଦେଖୁଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ରହିଲି, ନେକ୍ସଟ ଭିଡ଼ିଓରେ ଦେଖା ହେବା। ଆଉ ଗୋଟେ ଯଦି ଜବ୍ ବାହାରିବ ଆପଣମାନଙ୍କ ପାଇଁ ଆଣିବି। ଥ୍ୟାଙ୍କ ୟୁ।